ପିଲାମାନେ କିଏ କେଉଁ ଜାଗାରେ ରହେ ଆଜିର ଏଇ କବିତାଟିରେ ଆମେ ଜାଣିବା। ଗାଈ କେଉଁଠି ରହେ? ଘରେ ରହେ ନା ବଣରେ ରହେ? ସେଭଳି ବାଘ କେଉଁଠି ରହିବ? ବଣରେ ରହିବ। ହାତୀ କେଉଁଠି ରହିବ? ବଣରେ ରହିବ। ଘୋଡ଼ା କେଉଁଠି ରହିବ? ବଣରେ ରହିପାରିବ, ଘୋଡ଼ା ଶାଳରେ ମଧ୍ୟ ରହିପାରିବ। ଆମେ ଏ କବିତାଟି ପଢ଼ିଲେ ଜାଣିପାରିବା। ଗାଈ ରହେ ଗୁହାଳରେ, ବାଘ ହାତୀ ବଣରେ, ଘୋଡ଼ା ଶାଳେ ଘୋଡ଼ା ରହେ, ପୁଷି ଚୁଲି କଣରେ, ପକ୍ଷୀ ଥାଏ ଗଛ ଡାଳରେ, ମାଛ ରହେ ଜଳରେ, ମୁନି ରହେ ମା କୋଳରେ, ଶୋଇଯିବା ବେଳରେ, ଗଛ କୋରଡ଼େ ପେଚା ରହେ ହୁଁ ହୁଁ କହେ, ଘରେ ସିନା କୁକୁର ରହେ, ମାଲିକ ପଛେ ଧାଏଁ। ଆଉଥରେ ମୋ ସହିତ ପଢ଼ ପିଲାମାନେ। ଗାଈ ରହେ ଗୁହାଳରେ, ବାଘ ହାତୀ ବଣରେ, ଘୋଡ଼ା ଶାଳେ ଘୋଡ଼ା ରହେ, ପୁଷି ଚୁଲି କଣରେ, ପୁଷି ମାନେ ବିଲେଇ, ପକ୍ଷୀ ଥାଏ ଗଛ ଡାଳରେ, ମାଛ ରହେ ଜଳରେ, ମୁନି ରହେ ମା କୋଳରେ, ଶୋଇଯିବା ବେଳରେ, ଗଛ କୋରଡ଼େ ପେଚା ରହେ ହୁଁ ହୁଁ କହେ, ଘରେ ସିନା କୁକୁର ରହେ, ମାଲିକ ପଛେ ଧାଏଁ। ତାହେଲେ ଦେଖ ସମାଧାନ ଶବ୍ଦ ସବୁ କ'ଣ କ'ଣ ଏ କବିତା ରହିଲା। ଯେମିତିକି ବଣରେ, କଣରେ, ଲାଷ୍ଟକୁ ରେ ଶୁଭିଲା, ଡାଳ, ଜଳ, ଳ ଶୁଭିଲା, କୋଳ, ବେଳ, ଳ ଶୁଭିଲା, ରହେ, କହେ, ହେ ଶୁଭିଲା, ରହେ, ଧାଏଁ, ଏଁ ଶୁଭିଲା। ଶୁଭୁଛି ନା ଶୁଭୁନି? ଇଏ ହେଉଛି ସମାଧାନ ଶବ୍ଦ।